ସାର୍ଙ୍କ ବୟାନ ତେଜିଛି ନୂଆ ବିବାଦ। କେତେବେଳେ ବି ବନ୍ଧା ହୋଇପାରନ୍ତି। ବିହାରର ଜଣାଶୁଣା ଏବଂ ପ୍ରସିଦ୍ଧ ପ୍ରଶିକ୍ଷକ ଖାନ୍ ସାର୍ଙ୍କ ଅଡୁଆ ବଢ଼ିଛି। କୋଚିଂ ବିବାଦ ମାମଲାରେ ଏବେ ଗିରଫ ହୋଇପାରନ୍ତି ଖାନ୍ ସାର୍। କଦମକୁଆନ ପୋଲିସ ଷ୍ଟେସନରେ ଖାନ୍ ଗ୍ଲୋବାଲ ଷ୍ଟଡିଜ୍ର ନିର୍ଦ୍ଦେଶକ ଫୈଜଲ ଖାନ୍ ଓରଫ ଖାନ୍ ସାର୍ଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ପୋଲିସ ତାଙ୍କ ବିରୁଦ୍ଧରେ ଗୁଳିଚାଳନା ଏବଂ ଅସ୍ତ୍ରଶସ୍ତ୍ର ଆଇନ ସହିତ ଜଡ଼ିତ ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ଏହି ନିକଟରେ ଖାନ୍ ସାର୍ଙ୍କ ପାଟନାସ୍ଥିତ କୋଚିଂ କ୍ୟାମ୍ପସରେ ହୋଇଥିବା ଉତ୍ତେଜନା, ଭାଇରାଲ ଭିଡିଓ ଏବଂ ତଦନ୍ତ ସମୟରେ ମିଳିଥିବା ପ୍ରମାଣ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି। ଏହି ଘଟଣା ପରେ ମାମଲାଟି ଅଧିକ ଗମ୍ଭୀର ହୋଇପଡ଼ିଛି। ପୋଲିସ ବର୍ତ୍ତମାନ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛି ଏବଂ ଘଟଣା ସମୟରେ କିଏ କ'ଣ ଭୂମିକା ଗ୍ରହଣ କରିଛି ତାହାର ଖୋଳତାଡ଼ ଆରମ୍ଭ କରିଛି। ସେପଟେ ଏଫଆଇଆର ପଞ୍ଜୀକରଣ ପରେ ଫୈସଲ ଖାନ୍ ଓରଫ ଖାନ୍ ସାର୍ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ଦାୟର ହୋଇଥିବା ଏଫଆଇଆର ବିଷୟରେ ସେ କିଛି ବି ଜାଣିନାହାନ୍ତି। ସେ କହିଛନ୍ତି ତାଙ୍କ ସୁରକ୍ଷା କର୍ମୀମାନେ ଘଟଣା ସମୟରେ ଆତ୍ମରକ୍ଷା ପାଇଁ ଅସ୍ତ୍ର ବ୍ୟବହାର କରିଥିଲେ। ଖାନ୍ ସାର୍ କହିଛନ୍ତି ଯେ ସେ ଆଇନ ଏବଂ ପୋଲିସ ପ୍ରଶାସନକୁ ସମ୍ପୂର୍ଣ୍ଣ ସମ୍ମାନ କରନ୍ତି ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ପୂର୍ଣ୍ଣ ସହଯୋଗ କରିବେ। ତେବେ ପାଟନାର କଦମକୁଆଁରେ ଥିବା କ୍ୟାମ୍ପସରେ ଜ୍ଞାନବିନ୍ଦୁ କୋଚିଂର ନିର୍ଦ୍ଦେଶକ ରୋଶନ ଆନନ୍ଦଙ୍କ ଏକ ବ୍ୟାନର ଲଗାଯାଇଥିଲା। କିଛି ଲୋକ ଏହାକୁ ଚିରି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହାପରେ ଖାନ୍ ଗ୍ଲୋବାଲ ଷ୍ଟଡିଜ୍ କ୍ୟାମ୍ପସରେ ଇଟା ପଥର ମାଡ଼, ବିଲବୋର୍ଡ ଭଙ୍ଗାରୁଜା ଏବଂ ଜଣେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଘଟଣା ରିପୋର୍ଟ ହୋଇଥିଲା। ଏହି ଘଟଣା ପରେ ଖାନ୍ ସାର୍ ସାର୍ବଜନୀନ ଭାବରେ ଦାବି କରିଥିଲେ ଯେ ତାଙ୍କ ପ୍ରତିଷ୍ଠାନ ବାହାରେ ଅନେକ ରାଉଣ୍ଡ ଗୁଳିଚାଳନା ହୋଇଥିଲା। ଏହି ବୟାନ ପରିସ୍ଥିତିକୁ ଆହୁରି ତେଜିଥିଲା। ଛାତ୍ରମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। କିନ୍ତୁ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପାଟନା ପୋଲିସ କହିଛି ଯେ ଗୁଳିକାଣ୍ଡ ହୋଇଥିବା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ସେପଟେ ଭାଇରାଲ ଭିଡିଓରେ ଖାନ୍ ସାର୍ଙ୍କ ନିଜସ୍ୱ ସୁରକ୍ଷା କର୍ମଚାରୀ ବନ୍ଧୁକ ବ୍ୟବହାର କରିଥିବା ଦେଖାଯାଇଛି, ଯାହାପରେ ନିଜର ବୟାନ ବଦଳାଇଥିବା ନଜର ଆସିଥିଲେ ଖାନ୍ ସାର୍। ଆଉ ଏବେ ଭାଇରାଲ ଭିଡିଓ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଖାନ୍ ଗ୍ଲୋବାଲ ଷ୍ଟଡିଜ୍ର 2 ଜଣ ସୁରକ୍ଷା କର୍ମୀଙ୍କୁ ମଧ୍ୟ ଅଟକ ରଖାଯାଇଛି। ଆଉ ଖାନ୍ ସାର୍ଙ୍କ ବିରୋଧରେ ଏବେ ଏକ ଏଫଆଇଆର ରୁଜୁ କରାଯାଇଛି।